ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ନିମାପଡ଼ା ଏନ୍ଏସି ପରିମଳ ଅଧିକାରୀ ବିଜୟ ଗ୍ରହାଚାର୍ଯ୍ୟ। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଗଡ଼ତୋରିହ ଅଞ୍ଚଳର ରଘୁନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଡିଜାଇନ୍ ଓ ପ୍ଲାନ୍ ଆପ୍ରୁଭ୍ ନିମନ୍ତେ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ତେବେ ରଘୁନାଥ ଦୀର୍ଘଦିନ ହେବ ଭୁବନୀପୁର ସ୍ଥିତ କଲେଜ ରୋଡ୍ରେ ନୂତନ ଘର ନିର୍ମାଣ ନିମନ୍ତେ ଡିଜାଇନ୍ ଓ ପ୍ଲାନ୍ ଆପ୍ରୁଭ୍ ପାଇଁ ସମସ୍ତ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କୁ ଆପ୍ରୁଭ୍ ମିଳିନଥିଲା। ଅପରପକ୍ଷରେ ଆପ୍ରୁଭ୍ ପାଇଁ ବିଜୟ ତାଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ପ୍ରଥମେ ପର୍ଯ୍ୟାୟରେ ବିଜୟ ରଘୁନାଥଙ୍କ ଠାରୁ 3,000 ପୁଣି 10,000 ଏବଂ ଆଜି 17,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗର 8 ଜଣିଆ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ଅଫିସ୍ ସମେତ ନିମାପଡ଼ା ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। ନିମାପଡ଼ାରୁ ସରିତା ନାୟକଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।